ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଜେବି ପ୍ରଫେସନାଲ ଓନର ଚୁଙ୍ଗା କାହିଁକି ଲଗାଉନାହାନ୍ତି। ଜିତୁ ବାବୁ ତମେ କହୁଛ ଯେ ମୁଁ ତମ ଘର ମୁହଁରେ ବସିଥିଲି, ତମେ ରଶ୍ମି ଭାଇକି ପଚାରିବ, ସେ ମୋ ଘର ମୁହଁରେ କେବେ ବସିନାହାନ୍ତି। ସେ ମୋତେ ଘୁଷାରା ଯାଉଛି, ମୁଁ କହିଲି ପରା ମୋତେ ଜବରଦସ୍ତି ପୁରା କଣ୍ଟ୍ରୋଭର୍ସି ଘୁଷାରା ଯାଉଛି, ପୁରା ଜବରଦସ୍ତି କଣ୍ଟ୍ରୋଭର୍ସି ଘୁଷାରା ସେ କଣ୍ଟ୍ରୋଭର୍ସି ବସୁ ସର ତମେ ଯଦି ଡାକୁଥିଲ ନା ଆଉ ତୁ ଯଦି ଆଜି ଜାଗା ଉପରେ ଯିବୁ ତାହେଲେ ଜିତୁ ଭାଇ କିଏ ଚିହ୍ନିବୁ। ଜିତୁ ଭାଇ କିଏ କଣ କଲେକ୍ଟର? ଯୋଉ ରଶ୍ମି ଭାଇ ଘରକୁ ଆପଣ ମୋତେ ପଠେଇଥିଲେ ନା ମୋ ମନେ ମନେ ମୁଁ ଯାଇଥିଲି ଖାଲି ମୋର ଗୋଟେ ଆଜ୍ଞା ମୁଁ ପଠେଇଥିଲି ଜିତୁ କହିଥିଲି କରିଦବ ରୁଲ୍ ଅନୁସାରେ ଆଜ୍ଞା ପ୍ରେସିଡେଣ୍ଟ ସେକ୍ରେଟାରୀ ଡାକିବା ହେଲା, ଯାହା ଆମର ରୁଲ୍ ଅଛି ଯୋଉ ଟାଇପ୍ର ରୁଲ୍ ଅଛି ସେତିକି ଜିନିଷ ଲଗେଇକି କମ୍ପିଟିସନ୍ କରିବା ମୁଁ ଗ୍ରହଣ କରୁଛି। ତୁ ଯଦି କଣ୍ଟ୍ରୋଭର୍ସି କଥା ପଡ଼ିବ ଭାଇ ବହୁତ ମନ ଭିତରେ ରାଗ ଅଛି, ବହୁତ କଥା ଅଛି। ଆମେ ଯଦି କହିବୁ ତାହେଲେ ମହାଭାରତ ହବ। ଆମେ ଆକ୍ଚୁଆଲି କୌଣସି ପ୍ରକାର କଣ୍ଟ୍ରୋଭର୍ସି ଚାହୁଁନୁ ବୋଲି ଆମେ କିଛି କହୁନୁ। ମାନେ ଏବେ ମୋତେ କମେଣ୍ଟ ମରା ହେଉଛି ଯେ ଆଉ ତା ବାଆ ପାଖରେ ପଇସା ନାହିଁ ଚୁଙ୍ଗା ୟୁନିଟ୍ କିଣିବା ପାଇଁ, କହୁନି କିଣିବ। ଆରେ ବାବୁ ମୁଁ କିଣିପାରିବି ନ କିଣିପାରିବି ସେଇଟା ଲୋକମାନଙ୍କ ଅପେକ୍ଷା ତମେ ଏଇଟା ଭଲ ଭାବେ ଜାଣିଛ। 8 ଲକ୍ଷ ଟଙ୍କାର ବକ୍ସ ଦେଖ ତମ ସାଇଡରେ ପଡ଼ିଛି, ଲୋକ ବେଡ୍ କରିକି ମୋ ଉପରେ ଶୋଉଛନ୍ତି, ମୁଁ ବିକ୍ରି ବି କରୁନି। ମତେ କ'ଣ ତମେ କହୁଛ ଯେ ମୁଁ ଚୁଙ୍ଗା କିଣିବା? କଣ୍ଟ୍ରୋଭର୍ସି ଏବେ ଚାଲିଛି, ଏ କଣ୍ଟ୍ରୋଭର୍ସି ଆରମ୍ଭ କାହିଁକି ହେଇଥିଲା, କୋଉଠୁ ଆରମ୍ଭ ହେଇଥିଲା କଣ୍ଟ୍ରୋଭର୍ସି? ସତରେ ୟୁଟ୍ୟୁବର ମାନେ ଆପଣଙ୍କର ପଇସା ନିଅନ୍ତି କିମ୍ବା ଆପଣ କାହାକୁ ଏମିତି ପର୍ସନାଲି କେବେ ଡାକିଛନ୍ତି ଯଦି ଦେଖିବା, ଆକୁ ନେଇ କ'ଣ କହିବେ ଯଦି ଆମେ ଦେଖିବା?